ଆଖିରେ ଖେଞ୍ଚି ଦଉନୁ ସେ ହଉଛି ତାପରେ ଟିକେ ଫେସ୍ ୱାସ୍ ହେଇକି ତାପରେ ଖିଆ ପିଆ କରିବା ତାପରେ ଆଗାମୀ କଣ ହବ କହିବା ଆଉ ବାସ୍ କଣ ହେଲା ଯଦି ଝିଅ ସହିତ କଥା ହଉଛ ତମେ କେମିତି ଅଛ ଆମର ଚିକେନ ତରକାରୀ ଅଧା ହେଇଗଲାଣି ସେଇଠୁ ଆମର ବ୍ଲଗ ଟା ଆରମ୍ଭ କରୁଛୁ ଆଉ ପୁରା ଫୁଲ ଟା ତମକୁ ଦେଖେଇ ପାଇଲୁଣି ସେଇଠୁ ମିଡିଲ ଆମର ଟମାଟୋ ପିଆଜ ପକା ସରିଯାଇଛି ଅଦା ରସୁଣ ପେଷ୍ଟ ବି ପକା ସରିଯାଇଛି ଆଉ ଲୁଣ ବି ମରା ସରିଯାଇଛି ଆଉ କିଛି ନାହିଁ ଖାଲି ଚିକେନ ଟା ମରା ଯିବ ହଉ ଡାଇରେକ୍ଟ ଆଖିରେ ପାଖକୁ କେବଳ ଆଖିରେ ମାଣ୍ଡି ଦଉନୁ ନହେଲେ ହଉ ଛାଡ଼ ଆମର ଲଙ୍କା ଗୁଣ୍ଡ ବି ମରା ସରିଛି ଖାଲି ହଳଦୀ ଗୁଣ୍ଡ ଆଉ ଜିରା ଗୁଣ୍ଡ ଟିକେ ମାରିବା ବାକି ଅଛି ଆଉ ହଳଦୀ ଗୁଣ୍ଡ ଟିକେ ମାରିଛୁ ତାପରେ ଆମେ ଜିରା ଗୁଣ୍ଡ ମାରିବୁ ତାପରେ ଲଙ୍କା ଗୁଣ୍ଡ ମାରିବୁ ତାପରେ ତେଲ ଲୁଣ ମାରିବୁ ସବୁ ମାରିବୁ ମତେ ଟିକେ ଦେଖା ତମ ମୋର 14 ଜଣଙ୍କ ପାଇଁ ସେଥିପାଇଁ ଆମର 7 କିଲୋ ଆଉଛି 7 କିଲୋ ବି ମାନେ ଟିକେ ହେଇପାରେ କି ନ ହେଇପାରେ ଏଇଟା ଗୋଟେ ପାଗଳା ଭଣଜା ହଳଦୀ ଗୁଣ୍ଡ ଟିକେ ମାରିଛୁ ଯେହେତୁ 3 କିଲୋ ଚିକେନ ଆଉ ଟିକେ ବି ହଳଦୀ ଗୁଣ୍ଡ ମାରିବୁ କାହିଁକି ନା ଏଟା ହଉଛି ମେସ୍ ମାନେ ନିଜେ ସେ ହଉଛି ତାପରେ ଟିକେ ଫେସ୍ ୱାସ୍ ହେଇକି ତାପରେ ଖିଆ ପିଆ କରିବା ତାପରେ ଆଗାମୀ କଣ ହବ କହିବା ଆଉ ହେ ଜଗନ୍ନାଥ ହେ ହରିନାଥ ଈଶ୍ୱର ଆସ୍ତେ ଆସ୍ତେ ମାନେ ଜାଣିଥିବ ଯେ ଗୋଟେ ଝିଅ ସହିତ ଗୋଟେ ପୁଅ କଥା ହେନେ କେତେ ଭଦ୍ରାମି ସେ କହୁଛି ଦେଖ ମାନେ ଅଭଦ୍ର ବି ହେନେ ତା ମନର ହେନେ କଣ ହେଲା ଯଦି ଝିଅ ସହିତ କଥା ହଉଥିବ ତମେ କେମିତି ଅଛ ଆଉ କେମିତି ରହିଛ ଖାଇସାଇଲଣି